যুব কংগ্রেস জিন্দাবাদ। যুব কংগ্রেসর যে 5 দফা দাবি নেই କାର୍ଯ୍ୟକ୍ରମ ହେଇଛି ସେ କାର୍ଯ୍ୟକ୍ରମ ହେଉଛି ବିଜୁଳି ମାଗଣାରେ ଦେବା, ଚାଷୀମାନଙ୍କୁ ପୁରା ଫ୍ରି କରିବା, ହାତୀ ସମସ୍ୟାର ସମାଧାନ, MGNRGର ନାମ ପରିବର୍ତ୍ତନ ନ ହେଉ, ଏହିସବୁ ଦାବିକୁ ନେଇ ଆଜି ଆନ୍ଦୋଳନ ହେଇଛି। ଯଦି ଦାବି ଆପଣଙ୍କ ନ ଶୁଣାଗଲା ଆଗାମୀ ଦିନରେ ଯୁବ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ। ମୟୂରଭଞ୍ଜ ଜିଲ୍ଲା ମୁରୁଡା ବ୍ଲକ ଅଧୀନ ଚିତ୍ରଡ଼ାରେ ହଜାର ହଜାର ସମର୍ଥକଙ୍କ ଗହଣରେ ନିଜର ଶକ୍ତି ପ୍ରଦର୍ଶନ କରିଛି ମୁରୁଡା ଯୁବ କଂଗ୍ରେସ। ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଭାସ୍କର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ବିଶାଳ କଂଗ୍ରେସ ରାଲି ସ୍ଥାନୀୟ ପାରିଆଉଡ଼ାରୁ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପରେ ସେଠାରେ ଏକ ସଭା କରାଯାଇ ଦାବିପତ୍ର ପ୍ରଦାନ କରାଯାଇଛି। ଦେଖନ୍ତୁ 5 ଦଫା ଦାବି ନେଇ ଆଜି ମୋରଡା ଯୁବ କଂଗ୍ରେସ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ଯୁବ କଂଗ୍ରେସ ପକ୍ଷରୁ ଆଜି ଘେରାଉ ବିକ୍ଷୋଭ କରାଯାଇଥିଲା ଏବଂ ଏ ସରକାର ଆପଣ ଦେଖୁଥିବେ ମହିଳା ଅସୁରକ୍ଷିତ ଏବଂ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଏ ସରକାର ବିଜୁଳି ଛାଡ଼ କରିବେ 300 ୟୁନିଟ୍ ବିଜୁଳି ଛାଡ଼ ମଧ୍ୟ ତାଙ୍କୁ ମଧ୍ୟ ପୂରଣ କରିପାରିଲେନି ଏବଂ କୃଷି ଋଣ ଛାଡ଼ କରିବେ କହିଥିଲେ ତାଙ୍କୁ ମଧ୍ୟ ଛାଡ଼ କରିପାରିଲେନି। ଯେଉଁଭଳି ଭାବେ ମନରେଗାକୁ ଯେଉଁଭଳି ଭାବରେ ତାକୁ ରାଜନୀତି କରାଯାଉଛି ତାହା ମଧ୍ୟ ଆମେ ଆଜି ପ୍ରତିବାଦ କରୁଛୁ। 5 ଦଫା ଦାବି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆଜି ମନୋନୟନ ଦିଆଗଲା ଏବଂ ଆଗାମୀ ଦିନରେ ଯଦି ସରକାର ନ ଶୁଣେ ଆଗାମୀ ଦିନରେ ଯୁବ କଂଗ୍ରେସ ଜିଲ୍ଲାବ୍ୟାପୀ ଆନ୍ଦୋଳନ ହେବ ଏବଂ ସାରା ଓଡ଼ିଶାରେ ଆନ୍ଦୋଳନ ହେଉଛି ଏବଂ ଜିଲ୍ଲାବ୍ୟାପୀ ଆନ୍ଦୋଳନ ହେବ। ତେବେ ଶିଳ୍ପଶୂନ୍ୟ ଜିଲ୍ଲା, ଦାଦନ ଦୁଃଖ, ମୁରୁଡାରେ ହାତୀ ସମସ୍ୟା, ବିଜୁଳି ବିଲ୍ ଛାଡ଼, ଭତ୍ତା ଟଙ୍କା ବୃଦ୍ଧି, MGNRGA ଯୋଜନାର ନାମ ପରିବର୍ତ୍ତନ ନ କରିବା ଓ ପଲ୍ୟୁସନ ସାର୍ଟିଫିକେଟ ନାମରେ ଲୋକଙ୍କୁ ଶୋଷଣ ଆଦି ସମସ୍ୟାର ସମାଧାନ ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ବିଜେପି ସରକାର ଲୋକଙ୍କୁ ଭୁଆଁ ବୁଲାଇ ମିଛ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛି, ଯାହାର ଜବାବ ଆଗାମୀ ଦିନରେ ଲୋକମାନେ ଦେବେ ବୋଲି କହି ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସର କର୍ମୀମାନେ। ଏହାପରେ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମୋରଡା ବିଡିଓ ଅଣାକାର ନାୟକଙ୍କୁ ପ୍ରଦାନ କରାଯାଇଛି। ଦେଖନ୍ତୁ ଆମେ ଯେଉଁ ମେମୋରାଣ୍ଡମ୍ ଦେଲୁ ବିଡିଓଙ୍କ ଥ୍ରୋରେ ରାଷ୍ଟ୍ରପତିଙ୍କୁ ଆମର 5 ଦଫା ଦାବିରେ ନେଇକି ଆମେ ମେମୋରାଣ୍ଡମ୍ ଦେଇଛୁ। ଆମେ ଭାବୁଛୁ କି ଯଥାଶୀଘ୍ର ମନ୍ତ୍ରୀ ଆଉ ରାଷ୍ଟ୍ରପତି ଏହାକୁ ସ୍ୱୀକାର କରିବେ। ଆମର ମୁଖ୍ୟତଃ ପ୍ରୋବ୍ଲେମ୍ ହେଉଛି କି ମୋରଡା ନିର୍ବାଚନ ମଣ୍ଡଳୀରେ ହାତୀର ସମସ୍ୟା। ଦେଖନ୍ତୁ ମଣିଷର ଜୀବନ ଅନେକ ମୂଲ୍ୟବାନ, ଯଦି ଗୋଟେ ହାତୀ ମାରି ଦେଉଛି ତାକୁ ମନ୍ତ୍ରୀ ଗୋଟେ ସ୍ଥାୟୀ ସମାଧାନ ପାଇଁ କ'ଣ କରୁଛନ୍ତି, ଇନ୍ଦିରାବାସ ଦେଇ ଦେଉଛନ୍ତି। କାହିଁ ଯଦି ହାତୀର ପ୍ରକୃତର ସମସ୍ୟା ସମାଧାନ କରିବାର ଅଛି ତାହେଲେ ତାର ସ୍ଥାୟୀ ହିସାବରେ ପ୍ରତ୍ୟେକ ଜଙ୍ଗଲ କୋଟେ ଯେଉଁ ଗାଁ ଗୁଡ଼ା ଅଛି ତାକୁ ସ୍ୱତନ୍ତ୍ର ଭାବେ ବ୍ୟାରିକେଡ୍ ତିଆରି କରିବା ପାଇଁ ପଡ଼ିବ, ଦେଲେ ଯାଇ ଆମେ ଭାବୁ କି ହାତୀର ସମସ୍ୟା ଦୂର ହେବ। ନିର୍ବାଚନ ମଣ୍ଡଳୀ କ'ଣ ଆଉ ସମସ୍ୟା ରହିଗଲା? ହାତୀ ତ ଗୋଟେ ରହିଛି ମୁଖ୍ୟ ସମସ୍ୟା, ଆଉ କ'ଣ ସବୁ ରହିଛି? ପାଣିର ସମସ୍ୟା ରହୁଛି, ତାପରେ ଆପଣଙ୍କର ଦେଖନ୍ତୁ ଇଲେକ୍ଟ୍ରିସିଟିର ଯେଉଁ ପ୍ରତିଶ୍ରୁତି ଦେଇଥିଲା 300 ୟୁନିଟ୍ ମାଗଣା ଫ୍ରି ଦେବ ବୋଲି, କିନ୍ତୁ ଆଜିକା ଡେଟ୍ରେ ଦେଖନ୍ତୁ 300 ୟୁନିଟ୍ ନୁହେଁ, ସ୍ମାର୍ଟ ମିଟର ନେଇକି ଠକେଇ ବ୍ୟବସ୍ଥା ଚାଲିଅଛି। ମୟୂରଭଞ୍ଜ ଜିଲ୍ଲା ମୁରୁଡାରୁ ଜ୍ଞାନରଞ୍ଜନ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।